ଆଜି ସକାଳଟା ଏତେ ସୁନ୍ଦର ଭାବରେ କଟିଥିଲା ଦେଖିକି ମୁଁ ବିଶ୍ୱାସ ମାନୁଛୁ ହଉନଥିଲା। ସକାଳୁ ସକାଳୁ ଭାରି ଖୁସି ଆଜି ମତେ ଶ୍ରୀଫଳ ମିଳିଯାଇଛି। ଏଇଠି ମାଙ୍କଡ ଆସି ପକେଇଛୁ ବେଲପତ୍ର ପଡୁଛି ଏଇଠି। ଆମ ଅଞ୍ଚଳରେ ମାଙ୍କଡ଼ ଏମିତି ମାତୁଛନ୍ତି ଗୋଟେ ଦଳରେ ପୁରା 25-30 ରହୁଛନ୍ତି। ଗଛରୁ ବି ପଇଡ଼ ମୋଡ଼ିକି ଖାଇ ଦଉଛନ୍ତି। ତ ମୋ ଝିଅ କହୁଛି ସେ ଗୁଣି କରିକି ପକେଇଥିବ। ନାଇଁ ନାଇଁ ଗୁଣି ନୁହେଁ, ଦେଖ ଗଛରୁ ସେ ମୋଡ଼ି ଦେଇଛନ୍ତି କେମିତି ଶୁଖିଯାଇଛି। ତ ତାପରେ ତ ମାଙ୍କଡ଼ ଆସି ପୁଣି ଡିଆଁ ଡିଇଁ କରିଛନ୍ତି ସେ ନଡ଼ିଆଟି ପଇଡ଼ଟି ଗଳି ପଡ଼ିଛି। ବେଲକୁ ବି ଠିକ୍ କେମିତି ମୋଡ଼ନ୍ତି ତାପରେ ସେ ଗଛରୁ ପଡ଼ିଯାଏ। ମୁଁ ପିଲାମାନଙ୍କ ସହିତ ବହୁତ ମଜାମସ୍ତି କରିଥିଲି ସେ ପଇଡ଼କୁ ନେଇକି। ତାପରେ ସନ୍ଧ୍ୟାବେଳେ ଛୁଆ ସବୁ ସ୍କୁଲରୁ ଆସିଲା ପରେ ସଞ୍ଜ ଦେଇ ସାରିକି ପଇଡ଼ଟି ଛଡ଼େଇଥିଲି। କରିବା କଥା ନୁହେଁ ସଞ୍ଜବେଳେ, ହେଲେ କ'ଣ କରିବି ପିଲାମାନେ ବହୁତ ଖୁସି ହଉଛନ୍ତି ଖାଇବା ପାଇଁ। ଗୁଡୁଲୁ ତ ଶୋଇଥିଲା ଟିକେ ଲେଟ୍‌ରେ ଉଠିଥିଲା ତାକୁ ସିଏ କାଇଁ ବିରକ୍ତ ହେଲା ଜମା ଖାଇବାକୁ ବାହାରିଲାନି। ତ ପରି ଯୋଉ ବିକଳ ଉଫ୍ ଅଧା ନଡ଼ିଆ ଦେଖି ଯୋଉ ଖୁସି ଲାଗୁଥାଏ। ଆମେ ଏମିତି ଗୋଟା ଗୋଟା ଖାଉଥିଲୁ ଏବେ କିନ୍ତୁ ମୋ ଛୁଆ ବିକଳ ହଉଛନ୍ତି କିନ୍ତୁ ମିଳୁନି। ଯାହା କିଣିକି ପିଉଛୁ। ଦିନ ଥିଲା ପଇଡ଼କୁ ଆମେ ମନ ଇଚ୍ଛା ଖାଉଥିଲୁ କିନ୍ତୁ ଏବେ ପିଇବାକୁ ମିଳୁନି କି ଖାଇବାକୁ ଗୋଟେ ମିଳୁନି। ତ ଏମିତି ଥିଲା ଆଜିର ଭ୍ଲଗ୍‌ଟି। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ କରି ସବସ୍କ୍ରାଇବ୍ କରିବେ ବୋଲି ଆପଣଙ୍କ ମନରେ ଆଶା ରଖିଲି।